ହ୍ୟାଲୋ ଗାଇଜ୍, ତୁମମାନେ ସବୁ କେମିତି ଅଛ? ଆଶା କରୁ ସମସ୍ତେ ଭଲରେ ଥିବ। ତ ତୁମର ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ଆସି ପହଞ୍ଚି ସାରିଛି। ସାହିତ୍ୟ ପରୀକ୍ଷା ଅଛି 9/3/2026ରେ। ତୁମର FL ବା ଫାର୍ଷ୍ଟ ଲାଙ୍ଗୁଏଜ୍ ଓଡ଼ିଆ IX ସେଟ୍ B। ତ ପ୍ରଶ୍ନ 5 ପ୍ରକାର ପ୍ରଶ୍ନ ଆସୁଛି। ବିଭିନ୍ନ ପିଲା କମେଣ୍ଟ କରୁଛନ୍ତି ସାର୍ ଆମର କପିର ଅବସ୍ଥା, କାହାର ପୁଣି ଏଇ ପ୍ରକାର ପ୍ରଶ୍ନ ଆସୁଛି। ତ ବିଭିନ୍ନ କ୍ଲାସ୍ରେ ବିଭିନ୍ନ ପ୍ରକାର ପ୍ରଶ୍ନ ଆସୁଛି। ତୁମମାନେ କମେଣ୍ଟ କରିବ ସାର୍ କେଉଁ ପ୍ରଶ୍ନ ପଡ଼ିଲା ବା କେମିତି ପ୍ରଶ୍ନ ଆସୁଛି, ସେ ସବୁ ଭିଡ଼ିଓ ବନେଇବି। ମୁଁ ପ୍ରଶ୍ନ ଗୋଟେ ଅପଲୋଡ଼ କରୁଛି ନେକ୍ସଟ ଭିଡ଼ିଓରେ। ପ୍ରଶ୍ନ ଉତ୍ତର ଏଇଟା ହେଉଛି ସବଜେକ୍ଟ ଅଲରେଡ଼ି ପୋଷ୍ଟ କରିସାରିଛି। ଯଦି ଦେଖିନାହ ନିହାତି ଦେଖିକି ମୋତେ କମେଣ୍ଟ କରି ଜଣେଇବ ଯେ କେଉଁ ପ୍ରଶ୍ନ ଉତ୍ତର କରିପାରୁନ। ତ 120ଟି ଶବ୍ଦର ଉତ୍ତର ଲେଖିବ। ପ୍ରକୃତି ବନ୍ଧ ସ୍ୱରୂପ ପଠିତ ପ୍ରବନ୍ଧ ଅବଲମ୍ବନ ଆଲୋଚନା କରାଯାଇଛି କିମ୍ବା ଶକ୍ତି ସହିତ ଜ୍ଞାନର ସମନ୍ୱୟ ହେବା ଉଚିତ ବୋଲି କାହିଁକି ପ୍ରାବନ୍ଧିକ କହିଛନ୍ତି। ଏଟା ହେଉଛି 5 ମାର୍କ। ଯେକୌଣସି ଗୋଟେ ଉତ୍ତର ଦେବ। ଫୁଲ୍ ମାର୍କ ହେଉଛି 50, ଅବଜେକ୍ଟିଭ୍ 50 ମାର୍କ, ଏଟା ହେଉଛି ସବଜେକ୍ଟିଭ୍ 50 ମାର୍କ। ତ ତୁମକୁ ପ୍ରଶ୍ନ ଗୋଟେ ବହୁତ ଇଜି ଆସିଛି। ଆଶା କରୁଛି ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହେଇଥିବ। ଆଉ ଗୋଟେ କଥା, ମୁଁ ଚ୍ୟାନେଲ୍ଟି ନୂଆ ଖୋଲିଛି, ପ୍ଲିଜ୍ ମୋତେ ସପୋର୍ଟ କର ସମସ୍ତେ। ମୁଁ ସବୁ ଭିଡ଼ିଓ ଅପଲୋଡ଼ କରିବି ସବୁ କ୍ଲାସ୍ର ପ୍ରଶ୍ନ ଉତ୍ତର କରିବି। ପ୍ରଶ୍ନ ଦେଖ, ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଗୋପବନ୍ଧୁ ଥିଲେ ଜଣେ ମହାନାୟକ, ଏହାର ଯଥାର୍ଥ ପ୍ରତିପାଦନ କର। କିମ୍ବା କଲମକୁ ଚିର ବିପ୍ଳବୀ ଓ ଚିର ମୌନ ବୋଲି କହିବାର ତାତ୍ପର୍ଯ୍ୟ ବୁଝାଇ ଲେଖ। ତ ବହୁତ ଇଜି ପ୍ରଶ୍ନ ପଡ଼ିଛି। ପ୍ରଶ୍ନ ଉତ୍ତର ମିନିଂ ବହିରୁ ଖୋଜି କରିବାକୁ ଚେଷ୍ଟା, ଯାହାର ଉତ୍ତର କରିପାରୁନି ନିହାତି କମେଣ୍ଟ କରି ଜଣାଅ। ଆଉ ପ୍ଲିଜ୍ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିଦିଅ। ସବସ୍କ୍ରାଇବ୍ କଲେ ମୋର ମୋଟିଭେସନ୍ ବଢ଼ିବ। ମୁଁ ନେକ୍ସଟ ଭିଡ଼ିଓ ଅପଲୋଡ଼ କରି ତୁମର ସବୁ ନୋଟିଫିକେସନ୍ ପାଇପାରିବ। ଆଉ ପ୍ଲିଜ୍ ସପୋର୍ଟ କର ମୋତେ ଭାଇ ସମସ୍ତେ, ଯେମିତି ମୁଁ ନେକ୍ସଟ ଆଉ ଥରେ ଭିଡ଼ିଓ ଅପଲୋଡ଼ କଲା ବେଳକୁ ସବୁ ପ୍ରଶ୍ନ ଉତ୍ତର ଅପଲୋଡ଼ କରିଥିବି। ସବୁ ଶ୍ରେଣୀରୁ ମୁଁ ପ୍ରଶ୍ନପତ୍ର ସବୁ ଉତ୍ତର ଆଣିପାରିବି। ଥ୍ୟାଙ୍କ ୟୁ, ଟେକ୍ କେୟାର।